2024 ବର୍ଷକୁ ବିଦାୟ ଆସିଛି 2025। ସମ୍ପୂର୍ଣ୍ଣ ଉତ୍ସାହର ସହିତ ସ୍ୱାଗତ କରିଛନ୍ତି ବିଶ୍ୱବାସୀ। ନୂଆ ବର୍ଷ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସିଏମ୍ ଯୋଗୀ ଆଦିତ୍ୟନାଥ ଏବଂ ରାହୁଲ ଗାନ୍ଧୀଙ୍କ ସମେତ ଅନେକ ନେତା ନୂଆ ବର୍ଷ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି। 2025 ବର୍ଷ ସମସ୍ତଙ୍କ ପାଇଁ ସୁଖ ଏବଂ ସମୃଦ୍ଧତା ଆଣୁ ବୋଲି ଲେଖିଛନ୍ତି। ଏହି ଅବସରରେ ଆସନ୍ତୁ ଭାରତ ଏବଂ ବିଶ୍ୱ ପାଇଁ ଏକ ଉଜ୍ଜ୍ୱଳ, ଅଧିକ ଅନ୍ତର୍ଭୁକ୍ତ ଏବଂ ସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଆମର ପ୍ରତିବଦ୍ଧତାକୁ ନବୀକରଣ କରିବା। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ସୋଶାଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି ଯେ ଆମ ସମ୍ବିଧାନ ନିର୍ମାତାଙ୍କ ଦୃଷ୍ଟିଭଙ୍ଗୀକୁ ହୃଦୟଙ୍ଗମ କରି ନିଜକୁ ବିକଶିତ ଭାରତ ଆଡ଼କୁ ଗତି କରିବାର ସମୟ ଆସିଛି। ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ପିଏମ୍ ମୋଦି କହିଛନ୍ତି, 2025 ପାଇଁ ଶୁଭେଚ୍ଛା। ଏହି ବର୍ଷ ସମସ୍ତଙ୍କ ପାଇଁ ନୂତନ ସୁଯୋଗ, ସଫଳତା ଏବଂ ଅସୀମ ସୁଖୀ ଆଣିଦେଉ। ସମସ୍ତେ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧିର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ। ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଟ୍ୱିଟରରେ ଏକ ପୋଷ୍ଟ କରି କହିଛନ୍ତି, ଆପଣ ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା। ମୁଁ ଆଶା କରୁଛି ଏହି ବର୍ଷ ଆପଣଙ୍କ ଜୀବନରେ ନୂତନ ଉତ୍ସାହ, ନୂତନ ଆନନ୍ଦ ଏବଂ ସୁଖ ଆଣିଦେବ। ଏଥିସହିତ ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଗରିବ, କୃଷକ ଏବଂ ମହିଳାଙ୍କ ସମେତ ସମାଜର ପ୍ରତ୍ୟେକ ବିଭାଗ ଡବଲ ଇଞ୍ଜିନ୍ ସରକାରଙ୍କ ଯୋଜନାରେ ଲାଭ ଉଠାଉଛନ୍ତି। ଐତିହ୍ୟ ଏବଂ ବିକାଶ 2025 ମସିହାରେ ରାଜ୍ୟକୁ ସମୃଦ୍ଧତା ଏବଂ ବିକାଶ ପଥରେ ନେବାକୁ ଡବଲ ଇଞ୍ଜିନ୍ ସରକାରଙ୍କ ଉଦ୍ୟମ ଆହୁରି ଗତି କରିବ ବୋଲି ସେ କହିଛନ୍ତି। ବ୍ୟୁରୋ ରିପୋର୍ଟ, SCTV ଓଡ଼ିଆ।